ବୁଢ଼ା ମଉସା ନଈ କୂଳରୁ ଗୋଟିଏ ବଡ଼ ମାଛ ପାଇଲା। ମାଛ ପାଇ ତା ମନ ବହୁତ ଖୁସି ହୋଇଗଲା। ମାଛକୁ ନେଇ ଯାଉଥାଏ ଆଉ ମନେ ମନେ ବୁଢ଼ାଟି କହୁଥାଏ, ଆଜି ବୁଢ଼ୀକୁ ନେଇ ଦେବି, ବୁଢ଼ୀ ବି ଖୁସି ହେଇଯିବ। ତାକୁ କହିବି ବେସର ଦେଇ ରାନ୍ଧିବ, ଆମେ ଦୁହେଁ ବସି ଖାଇବା। ବୁଢ଼ା ମଉସା ବୁଢ଼ୀ ମାଉସୀକୁ ଦେଇ ମାଛ କହିଲା, ନେ ଆକୁ କାଟି ମାଛକୁ ବେସର ଦେଇ ରାନ୍ଧ, ଆମେ ବସି ଖାଇବା। ବୁଢ଼ୀ ମାଉସୀ ସେ ମାଛକୁ ଦେଖି ତାକୁ ଲୋଭ ହେଲା। ସେ କହିଲା, ଠିକ୍ ଅଛି, ମୁଁ ଯଦି ରାନ୍ଧିବି ମୁଁ ଅଧିକା ମାଛ ଖାଇବି। ବୁଢ଼ା ମଉସା କହିଲା, ନାଇଁ ନାଇଁ, ମୁଁ ଧରିକି ଆଣିଛି, ମୁଁ ଅଧିକା ଖାଇବି। ଏମିତି କହି ଦୁହେଁ ଝଗଡ଼ା ଲାଗିଗଲେ। ସେମାନେ ଝଗଡ଼ା ଲାଗିବା ଭିତରେ କଳା ବିଲେଇ ଗୋଟିଏ ଆସି ସେ ମାଛକୁ ଖାଇଦେଲା। ଦୁହେଁ ମନ ଦୁଃଖରେ ସେଇଠି ବସି ରହିଲେ। କଥାରେ ଅଛି ନା, ଦୁଇ ଜଣ ଝଗଡ଼ା ଲାଗିଲେ ତିନି ଜଣଙ୍କର ହିଁ ଲାଭ ହୁଏ।